ନମସ୍କାର। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡ଼ିଓରେ ଆମେ ଆଲୋଚନା କରିବା ଯେ ଆମର ଯେତେ ସବୁ ଆକ୍ଟ ଅଛି ରାଇଟ୍ ଟୁ ଇନଫର୍ମେସନର ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କ'ଣ କ'ଣ ରୁଲ୍ ତିଆରି କରାହେଇଛି ଏବଂ କେଉଁ କେଉଁ ରୁଲ୍ ଆମେଣ୍ଡମେଣ୍ଟ କରାହେଇଛି ଏବଂ କେଉଁ ରୁଲ୍ ଅନୁସାରେ କେଉଁ କେଉଁ ଅ, ଧାରାକୁ ଆମେ ଇମ୍ପ୍ଲିମେଣ୍ଟ କରିପାରିବା ବା କେମିତି ରାଇଟ୍ ଟୁ ଇନଫର୍ମେସନ ଆକ୍ଟକୁ ଆମେ ସୁନ୍ଦର ଭାବରେ ଇମ୍ପ୍ଲିମେଣ୍ଟ କରିପାରିବା ସେ ବିଷୟରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ପ୍ରତ୍ୟେକ ନାଗରିକମାନଙ୍କୁ ମୁଁ ଅନୁରୋଧ କରୁଛି, ପ୍ରତ୍ୟେକ ପବ୍ଲିକ ଇନଫର୍ମେସନ ଅଫିସର, ପ୍ରତ୍ୟେକ ଫାଷ୍ଟ ଆପ୍ଲାୟର ଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। କାହିଁକି ଆପଣଙ୍କର ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ଇନ୍ସପିରେସନ ଯୋଗୁଛି ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓରେ ଯେ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ଆକ୍ଟ 2000 ରୁଲ୍ସର କ'ଣ କ'ଣ ବ୍ୟବସ୍ଥା ଅଛି 1ରୁ 4 ପର୍ଯ୍ୟନ୍ତ ଆମେ ଆଲୋଚନା କରିବା। ତେବେ ଆସନ୍ତୁ ଦେଖିବା ଯେ ରାଇଟ୍ ଟୁ ଇନଫର୍ମେସନ ଆକ୍ଟକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କ'ଣ କ'ଣ ରୁଲ୍ସ ତିଆରି କରାହେଇଛି ସେ ରୁଲ୍ସ ଉପରେ ଆମେ ଆଲୋଚନା କରିବା। ପ୍ରଥମତଃ ସେ ରୁଲ୍ସଟିକୁ ଆମେ ଯଦି ଭଲ ଭାବରେ ଅନୁଧ୍ୟାନ କରିବା, ରୁଲ୍ସ ଲେଖା ହେଇଛି। ଆପଣଙ୍କୁ କ'ଣ ଲେଖା ହେଇଛି ନା ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ରୁଲ୍ସ 2005 ବୋଲି ଲେଖା ହେଇଛି। ତ ତାରି ପରିପ୍ରେକ୍ଷୀରେ କ'ଣ କ'ଣ ଅଛି ନମ୍ବର 1ରେ ସର୍ଟ ଟାଇଟଲ ଆଣ୍ଡ କମେନ୍ସମେଣ୍ଟ କେମିତି ତାର ନାମକରଣ କରାଗଲା ବା ତାର ଟାଇଟଲ ଦିଆଗଲା ଏବଂ କମେନ୍ସମେଣ୍ଟ କେମିତି ହେଲା ତାର ସମସ୍ତ ବିବରଣୀ ଉପରେ ଆମେ ଆଲୋଚନା କରିବା। ତ ଚାଲନ୍ତୁ ଆରମ୍ଭ କରିବା। ତେବେ ଦିଜ ରୁଲ୍ସ ମେ ବି କଲ୍ଡ ଦ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ରୁଲ୍ସ 2005। ଅର୍ଥାତ ଏଇ ଯୋଉ ଆଇନ ବା ଏଇ ରୁଲଟାକୁ ଓଡ଼ିଶା ଇମ୍ପ୍ଲିମେଣ୍ଟ କରିବା ପାଇଁ ଆରଟି ଆକ୍ଟ ସୂଚନା ଅଧିକାର ଅଧିନିୟମ 2005କୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଓଡ଼ିଶାରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଉ ସବୁ ରୁଲ ତିଆରି କରାଯାଇଛି ତାକୁ କ'ଣ କୁହାଯାଉଛି ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ରୁଲ 2005। ତାପରେ 2ରେ କ'ଣ କୁହାଯାଉଛି ନା ଇନ୍ ଦ ଓଡ଼ିଶା ଗେଜେଟ, ଅର୍ଥାତ ଏଇ ଯୋଉ ରୁଲ୍ସ ଗୁଡାକ ଯୋଉଟା ତିଆରି ହେବ ସେଇଟା ଅଫିସିଆଲ ଓଡ଼ିଶା ଗେଜେଟରେ ପାରିତ ହେବା ଦରକାର। ପାରିତ ହେବା ପରେ ହିଁ କାର୍ଯ୍ୟକାରିତା ହବ ଏ ବିଷୟରେ ଲେଖା ହେଇଛି। ତାପରେ 2ରେ କ'ଣ ଲେଖା ହେଇଛି ଡେଫିନେସନ, ତାର ସଂଜ୍ଞା କ'ଣ ଇନ୍ ଦିସ୍ ରୁଲ୍ସ ଅନଲେସ୍ ଦିସ୍ ଦେର୍ ଇଜ୍ ଏନିଥିଙ୍ଗ ରିପାଗନାଣ୍ଟ ଇନ୍ ଦ ସବଜେକ୍ଟ ଅର୍ କନଷ୍ଟେଣ୍ଟ। ତଳେ ଲିଖିତ ଯୋଉ ରୁଲ୍ସ ଗୁଡାକ ଆପଣଙ୍କ ତିଆରି କରାହେଇଛି ସେଥିରେ କୌଣସି ରିପାଗନାଣ୍ଟ ଅର୍ଥାତ କୌଣସି ପ୍ରକାର ଅ, ଅସୁବିଧା ବା କୌଣସି ପ୍ରକାର ଅସାମ୍ବିଧାନିକ ବା କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନ ହଉଥିବ ବା କୌଣସି ପ୍ରକାର ଅସୁବିଧା ସମସ୍ୟାର ସମାଧାନ ଅସୁବିଧାର ସମ୍ମୁଖୀନ ନ ହଉଥିବ ତେବେ ଏଇ ରୁଲ୍ସ ଗୁଡାକ କାର୍ଯ୍ୟକାରିତା ହେବ। ତେବେ ଆକ୍ଟ ମିନ୍ସ କ'ଣ? ଆକ୍ଟର ଅର୍ଥ ହେଲା ରାଇଟ୍ ଟୁ ଇନଫର୍ମେସନ ଆକ୍ଟ 2005। ମୁଁ ବ୍ରାକେଟରେ ଗ୍ରୀନ ଆଇକନରେ ଆପଣ ଲେଖି ଦେଇଛି ନମ୍ବର 22 ଅଫ 2005। ଅର୍ଥାତ ଦିସ୍ ଇଜ ଦ ରାଇଟ୍ ଟୁ ଇନଫର୍ମେସନ ଆକ୍ଟ, ଦ 22nd ଆକ୍ଟ ଅଫ ଦ ପାର୍ଲାମେଣ୍ଟ ଅଫ ଇଣ୍ଡିଆ। ଦିଜ୍ ଆର୍ ଆରଟି ଆକ୍ଟ 2005 ଏଇଟାକୁ ମେନସନ କରାହେଇଛି। ତାପରେ ଆମେ ଆଉ କ'ଣ ଦେଖିବା ନା ବିପିଏଲ କାର୍ଡ। ବିପିଏଲ କାର୍ଡ ଏଭ୍ରିବଡି ନ ଯେ ସିଟିଜେନ ଯୋଉମାନେ ବିଲୋ ପଭର୍ଟି ଲାଇନରେ ଅଛନ୍ତି ସେମାନଙ୍କୁ ଯୋଉ ସରକାରଙ୍କ ତରଫରୁ ଯୋଉ କାର୍ଡ ଦିଆଯାଇଛି ତାକୁ ବିପିଏଲ କାର୍ଡ ବୋଲି କୁହାଯାଉଛି। ତାପରେ ଆପଣଙ୍କର କ'ଣ ଅଛି ନା ଫି ଫି କଥା ଯଦି ଚିନ୍ତା କରିବା ରୁଲ ସେକ୍ସନ 6(1)ରେ କୁହାଯାଇଛି ଯେ ଜଣେ ଇନଫର୍ମେସନ ଯୋଉମାନେ ଆକ୍ସେସ କରିବାକୁ ଚାହୁଁଛନ୍ତି ସିଟିଜେନ ସେମାନେ ଡ୍ୟୁ ଫର୍ମାଟରେ ଯିବେ ଏବଂ ଆପଣଙ୍କର ଆପ୍ଲିକେସନ ଫିସ୍ ସହିତ ଆଇଡି ପ୍ରୁଫ୍ ସହିତ ଆପ୍ଲିକେସନ ଫର୍ମ ଏବଂ ଆପ୍ଲିକେସନ ଫିସ୍ 10 ଟଙ୍କା ଡିପୋଜିଟ୍ କରିବେ ଏଇଟା ଲେଖା ଅଛି। ତ ତାରି ଅନୁସାରେ ଫିସ୍ ମିନ୍ସ ଏମାଉଣ୍ଟ ପେଏବୁଲ ବାଇ ଦ ଆପ୍ଲିକାଣ୍ଟ ଫର ଅବଟେନିଂ ଏନି ଇନଫର୍ମେସନ। ଏଇଟା ଆମେ ସମସ୍ତେ ଜାଣିଛୁ ଯେ ଆପ୍ଲିକେସନ କଲେ ଆପଣଙ୍କୁ 10 ଟଙ୍କା ଦେବାକୁ ପଡିବ। ତା ବାଦ କଷ୍ଟ ଅଫ ଇନଫର୍ମେସନ ଅର୍ଥାତ ଇନଫର୍ମେସନ କେତେ ହେଲା ତାର କଷ୍ଟ ମଧ୍ୟ ଆମକୁ ଦେବାକୁ ପଡିବ। ଏଇଟା ହଉଛି ପ୍ରକୃତ ପକ୍ଷେ ଫିର ମିନ୍ସ। ତାପରେ ଆମେ ଯିବା ଫର୍ମ ମିନ୍ସ କ'ଣ? ଫର୍ମର ଅର୍ଥ କ'ଣ? ଫର୍ମ ମିନ୍ସ ଏ ଫର୍ମ ଆପେଣ୍ଡେଡ ଟୁ ଦିସ୍ ରୁଲ୍ସ। ଏଇ ରୁଲରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଆପେଣ୍ଡେଡ ଆଟାଚ କରାହେଇଛି ବା ସଂଲଗ୍ନ କରାହେଇଛି ବା ଦିଆଯାଇଛି ଆପେଣ୍ଡେଡ କରାଯାଇଛି ତାକୁ କୁହାଯାଉଛି ଫର୍ମ। ଲିଖିତ ଆକାରରେ ଜଣେ ଦେଇପାରୁଛନ୍ତି, ଫର୍ମ ଆକାରରେ ଜଣେ ଦେଇପାରୁଛନ୍ତି ବା ଅନଲାଇନରେ ଜଣେ ଦେଇପାରୁଛନ୍ତି। ତାପରେ ଆଇଡେଣ୍ଟି। ହ୍ୱାଟ ଇଜ ଦ ଆଇଡେଣ୍ଟି? ଆଇଡେଣ୍ଟି ମିନ୍ସ ଆନ୍ ଏଭିଡେନ୍ସ ଟୁ ଶୋ ଦ ସିଟିଜେନସିପ ଅଫ ଇଣ୍ଡିଆ। ଇଣ୍ଡିଆର ନାଗରିକତା ପରିପ୍ରକାଶ କରିବା ପାଇଁ ବା ସୂଚେଇବା ପାଇଁ ବା ଲୋକଙ୍କ ଆଗରେ ବିଶ୍ୱାସ ଜନ୍ମେଇବା ପାଇଁ ଯେକୌଣସି ଗୋଟେ ଇଲେକ୍ଟ୍ରୋନିକାଲ ଫଟୋ, ଆଇଡେଣ୍ଟି କାର୍ଡ ଅର ପାସ୍ ଫଟୋ, ଡ୍ରାଇଭିଂ ଲାଇସେନ୍ସ ଅର ଆଧାର କାର୍ଡ, ଆଇଡି ପ୍ରୁଫ ଏଗୁଡାକ ଆପଣଙ୍କର ଆଇଡେଣ୍ଟିଟି ଦର୍ଶାଉଛି ଆମେ ଭାରତୀୟ ନାଗରିକ ବୋଲି। କାରଣ ଆରଟି ଆକ୍ଟ କେବଳ ଭାରତୀୟ ନାଗରିକ ମାନଙ୍କ ପାଇଁ ହିଁ ପ୍ରଯୁଜ୍ୟ ଅଟେ। ଏଇଟା ହେଲା ଆପଣଙ୍କର ଇ। ତାପରେ ଯିବା ଆମର ଏଫ। ନୋଡାଲ ଅଫିସର କାହା କୁହାଯାଉଛି? ଏଇଠି ମୁଁ ରେଡ ମାର୍କ କରିଛି କମିଶନର କମ ସେକ୍ରେଟାରୀ। କିନ୍ତୁ ଆମେ ଦେଖିବା ବର୍ତ୍ତମାନ ମୁଁ ଯାହା ଦେଖୁଥିଲି ସାଇଟରେ ବର୍ତ୍ତମାନ ଆଇନ ଡିପାର୍ଟମେଣ୍ଟର
সেক্রেটারি কি অଛନ୍ତି ଆଇନ ଡିପାର୍ଟମେଣ୍ଟର ଆଡିସନାଲ ଚିଫ ସେକ୍ରେଟାରୀ ଅଛନ୍ତି ଅର୍ଥାତ ସେ ଡିପାର୍ଟମେଣ୍ଟରେ ଯିଏ ବି ଅଛନ୍ତି ସେ ହେଉଛନ୍ତି ସେଠିକାର କଣ ସେଠିକାର ନୋଡାଲ ଅଫିସର ବା ଆରଟି ଓଡିଶା ପାଇଁ ଟୋଟାଲ ଓଡିଶା ପାଇଁ ନୋଡାଲ ଅଫିସର କିଏ ଆଇନ ଡିପାର୍ଟମେଣ୍ଟରେ ଯିଏ ବର୍ତ୍ତମାନ ଅଛନ୍ତି ସେକ୍ରେଟାରୀ ସେ ହେଉଛନ୍ତି ନୋଡାଲ ଅଫିସର। ଆଗରୁ କମିଶନର ଥିଲେ ତେଣୁ କମିଶନର କମ ସେକ୍ରେଟାରୀ ଥିଲା। ତାପରେ ପ୍ରିନ୍ସିପାଲ ସେକ୍ରେଟାରୀ ରହିଲେ। ତ ବର୍ତ୍ତମାନ ମୁଁ ସାଇଟରେ ମୁଁ ଯାହା ଦେଖୁଛି ଯେ ଆଇନ ଡିପାର୍ଟମେଣ୍ଟରେ ଆଡିସନାଲ ଚିଫ ସେକ୍ରେଟାରୀ ଅଛନ୍ତି ସେକ୍ରେଟାରୀ ଆଇନ ଡିପାର୍ଟମେଣ୍ଟ। ତେଣୁ ବର୍ତ୍ତମାନ ଓଡ଼ିଶାର ନୋଡାଲ ଅଫିସର କିଏ ନା ଆଇନ ଡିପାର୍ଟମେଣ୍ଟର ଆଡିସନାଲ ଚିଫ ସେକ୍ରେଟାରୀ ବର୍ତ୍ତମାନ ଯେ ଅଛନ୍ତି ପଦବୀରେ ସେ ନୋଡାଲ ଅଫିସର ଭାବରେ ବିବେଚିତ ଅଛନ୍ତି। ତାପରେ ସେଡ୍ୟୁଲ ସେଡ୍ୟୁଲର ଅର୍ଥ କଣ ସେଡ୍ୟୁଲ ଆପେଣ୍ଡେଡ ଟୁ ଦିସ୍ ରୁଲ୍ସ ଏ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ମିନ୍ସ ଦ ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା। ଅର୍ଥାତ୍ କହିବାକୁ ଗଲେ ସେଡ୍ୟୁଲର ଅର୍ଥ କଣ ନା ଯୋଉ ଫର୍ମା ତିଆରି କରାଯାଇଛି ଆଟାଚ କରାଯାଇଛି ଆପେଣ୍ଡେଡ କରାଯାଇଛି ବା ଦିଆଯାଇଛି ସଂଲଗ୍ନ କରାଯାଇଛି ଏବଂ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କହିଲେ ତ ଆମେ ସମସ୍ତେ ଜାଣିଛୁ ସେଟା କହିବା ଦରକାର ନାହିଁ ଓଡ଼ିଶା ଗଭର୍ଣ୍ଣମେଣ୍ଟ। ତାପରେ ଆମେ ଯିବା ଆଉ ଗୋଟେ ବିଷୟ ହେଲା words and expression used but not defined in these rules shall have the meaning as assigned to them in the act। କଣ ନା ସେଇ ବିଷୟଟି ଆମେ ଆଲୋଚନା କରିବା ଯେ କେମିତି ଗୋଟେ ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ବା ଆରଟି ଆକ୍ଟ କୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଗୋଟେ ଗୋଟେ ଅଫିସରେ ବା କାର୍ଯ୍ୟାଳୟରେ କେମିତି କେମିତି ଅ, ବ୍ୟବସ୍ଥା ମାନ କରାଯାଇଛି। ତ ପ୍ରଥମେ ରୁଲ 3 କହୁଛି ଯେ ଆପଏଣ୍ଟମେଣ୍ଟ ଆଣ୍ଡ ଅବ୍ଲିଗେସନ ଅଫ ପବ୍ଲିକ ଇନଫର୍ମେସନ ଅଫିସର। ଗୋଟେ ପବ୍ଲିକ ଇନଫର୍ମେସନ ଅଫିସରକୁ କେମିତି ନିଯୁକ୍ତି ପ୍ରଦାନ କରାଯିବ ବା ନିଯୁକ୍ତି ତ କୁହାଯିବନି ତାକୁ ଡେଜିନେଟ କରାଯିବ ପଦୋନ୍ନତି କରାଯିବ ପଦନାମିତ କରାଯିବ। ଡେଜିନେଟ କରିବା ଅର୍ଥାତ ପଦନାମିତ କରିବା। କେମିତି ପଦନାମିତ କରାଯିବ ତାର ସମସ୍ତ ବିବରଣୀ କୋଉଠି ଲେଖା ଅଛି ଓଡିଶା ଆରଟିଆଇ ରୁଲ 2005 ର ପଏଣ୍ଟ ନମ୍ବର 3 ବା ରୁଲ 3 ରେ ଲେଖା ଅଛି। ରୁଲ 3 ର ଉପ ରୁଲ 1 ରେ କଣ କୁହାଯାଇଛି ଏ ପବ୍ଲିକ ଅଥରିଟି it is the department of state government shall designate as many officer as it deem proper not below the rank of the under secretary। ଅର୍ଥାତ ଡିପାର୍ଟମେଣ୍ଟ ଲେଭେଲରେ ଯଦି ଆପଣଙ୍କର ପିଆଇ ଡେଜିନେଟ କରୁଛନ୍ତି ତାହେଲେ ବିଲୋ ଅଣ୍ଡର ସେକ୍ରେଟାରୀକୁ କରିପାରିବେ ନାହିଁ। କେବଳ ଯିଏ ଅଣ୍ଡର ସେକ୍ରେଟାରୀ ଅଛନ୍ତି ସିଏ ହେଇପାରିବେ କିମ୍ବା ତାଙ୍କର ଉପର ଯୋଉମାନେ ଅଛନ୍ତି ଉପର ପାହ୍ୟା ଲୋକମାନଙ୍କୁ ବା ଉପର ପାହ୍ୟା ଅଧିକାରୀ ମାନଙ୍କୁ ଅଫିସର ମାନଙ୍କୁ ଆପଣଙ୍କର ପବ୍ଲିକ ଇନଫର୍ମେସନ ଅଫିସର ହିସାବରେ ଡେଜିନେଟ କରାଯାଇ ପାରିବ। ଏଇଟା ହେଲା ରୁଲ 3 ର ଉପରୁଲ 1। ରୁଲ 3 ର ଉପରୁଲ 2 କଣ କହୁଛି in each subordinate offices of the department of government including the heads of department and offices in the district and subdivisional level he had of uh, subordinate level the head of such offices shall designate as many other officers deemed proper as public information officer and assistant public information officer। ଅର୍ଥାତ ହେଡ୍ସ ଅଫ୍ ଡିପାର୍ଟମେଣ୍ଟ ଡିରେକ୍ଟର ଲେଭେଲରେ ଡିଷ୍ଟ୍ରିକ୍ଟ ଲେଭେଲରେ ସବ୍ ଡିଭିଜନାଲ ଲେଭେଲରେ ବ୍ଲକ ଲେଭେଲରେ ବା ପଞ୍ଚାୟତ ଲେଭେଲରେ ରିକ୍ୱାର୍ଡ ପ୍ରକାରେ ଆବଶ୍ୟକ କ୍ରମେ ଯେତିକି ପିଆଇ ଦରକାର ବା ଯୋଉ ପିଆଇ ମାନଙ୍କୁ ଆପଣଙ୍କର ଫର ଏକ୍ସାମ୍ପଲ ନୋଡାଲ ପିଆଇ ଦରକାର ବା ଆପଣଙ୍କର ମୁଖ୍ୟ ପିଆଇ ଜଣେ ରହିବେ ଏବଂ ତାଙ୍କ ଅଣ୍ଡରରେ ସେକ୍ସନ ୱାଇଜ ସେକ୍ସନ ପିଆଇ ବା ଆପଣ ଯାହା କୁହାଯାଉଛି ରେଫେଡ ପିଆଇ ଡେଜିନେଟ କରିବେ। ଏଇଟା କୁହାଯାଉଛି ଆପଣଙ୍କର ରୁଲ 3 ର ଉପରୁଲ 2 ରେ ଯୋଉଟା ଡେଜିନେଟ କରିପାରିବେ କିଏ ସେଇ ଯେକୌଣସି ଅଫିସର ହେଡ ଅଫ ପବ୍ଲିକ ଅଥରିଟି ପଞ୍ଚାୟତ ଡିପାର୍ଟମେଣ୍ଟରେ ହେଡ ଅଫ ପବ୍ଲିକ ଯେ ଆପଣଙ୍କର ଡିରେକ୍ଟରେଟରେ ହେଡ ଅଫ ପବ୍ଲିକ ଅଥରିଟି ଯିଏ ସେ ଡେଜିନେଟ କରିବେ ବା ଯେକୌଣସି ଅଫିସର ହେଡ ଯେ ସେ ଅଫିସର ହେଡ ଯିଏ ସେ ଏଇଟା ଡେଜିନେଟ କରିବେ ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ଏବଂ ରିକ୍ୱାର୍ଡ ଅନୁସାରେ ଆନଦର ରେଫର୍ଡ ପିଆଇଓ ବା ସେକ୍ସନ ପିଆଇଓ ବା ଆସିଷ୍ଟାଣ୍ଟ ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ରିକ୍ୱାରମେଣ୍ଟ ବେସିସରେ ଆବଶ୍ୟକତା ଅନୁସାରେ ଆପଣଙ୍କର ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ପଦନାମିତ କରାଯାଇପାରିବ ବା ଡେଜିନେଟ କରାଯାଇପାରିବ। କାହା ଦ୍ୱାରା ନା ହେଡ୍ସ ଅଫ ଡିପାର୍ଟମେଣ୍ଟ ଦ୍ୱାରା ହେଡ୍ସ ଅଫ ଅଫିସ ଦ୍ୱାରା ହେଡ ଅଫ ପବ୍ଲିକ ଅଥରିଟି। ହେଡ ଅଫ ପବ୍ଲିକ ଅଥରିଟି କହିଲେ କଣ ନା ଯୋଉ କାର୍ଯ୍ୟାଳୟରେ ମନେକର ଧରି ନିଅନ୍ତୁ ଗୋଟେ କାର୍ଯ୍ୟାଳୟ ସେ କାର୍ଯ୍ୟାଳୟର ହେଡ ଯିଏ ତାଙ୍କ ଦ୍ୱାରା ଏଇଟା ପଦନାମିତ କରାଯାଇ ପାରିବ। 3 ର ରୁଲ 3 କଣ କହୁଛି ଏଭ୍ରି ପବ୍ଲିକ ଅଥରିଟି ଅଦର ଦାନ ଦୋଜ ମେନସନ୍ଡ ଇନ ସବ ରୁଲ 1 and 2 of the said rule 3 shall designate one or more public information officer in all administrative units and other and officers under such authority। ଅର୍ଥାତ ଆଡମିନିଷ୍ଟ୍ରେଟିଭ ୟୁନିଟ ୱାଇଜ ଦରକାର ଯଦି ପଡୁଛି ତାହେଲେ ଆପଣଙ୍କର ଆଡମିନିଷ୍ଟ୍ରେଟିଭ ୟୁନିଟ ୱାଇଜ ଆପଣଙ୍କର ସେକ୍ସନ ୱାଇଜ ଆପଣଙ୍କର ଏକ୍ସଟର୍ନାଲ ସେକ୍ସନ ଆପଣଙ୍କର ଓଇ ସେକ୍ସନ ବା ଆପଣଙ୍କର ଫିନାନ୍ସ ସେକ୍ସନ ବା ଆପଣଙ୍କର ଯୋଉ ଯୋଉ ଯେତେଟା ସେକ୍ସନ ଅଛି ସେ ଅନୁସାରେ ଆଡମିନିଷ୍ଟ୍ରେଟିଭ ୟୁନିଟ ୱାଇଜ ଆପଣ ପିଆଇଓ ଚୟନ କରିପାରିବେ ବା ଆପଣଙ୍କର ଡେଜିନେଟ କରିପାରିବେ। ତାର ରୁଲ 3 ର 3 ଯାହା କହୁଛି।
तापरे आमे देखिबा प्रोवाइडेड दैट every such public authority shall while designate such officer as public information officer, so designate ensure that an officer higher in rank to public information officer is available to specified as a appellate authority. डिपार्टमेंट रे बोलंतु, डिस्ट्रिक्ट लेवल रे बोलंतु, सब डिविजनल लेवल रे बोलंतु, ब्लॉक लेवल रे बोलंतु बा पंचायत लेवल रे बोलंतु, जदियो आपणकर धारा प्रकारे रूल प्रकारे जहाँ को आप डेजिनेट कले पदनामित कले पब्लिक इनफर्मेशन ऑफिसर हिसाब रे सही ऑफिस रे मध्य जणे कोन प्रथम अपील कर्तृपक्ष को आपण से हेड ऑफ पब्लिक अथॉरिटी डेजिनेट करिबा आवश्यक बा नितांत दरकार बा मैंडेटरी। अर्थात से जो हेड ऑफ पब्लिक प्रथम अपील कर्तृपक्ष के हेबे ना पीआईओ ठारू उच्च पदवी हेतिबे। फॉर एग्जांपल नेबा हमें डिपार्टमेंट लेवल रे, डिपार्टमेंट लेवल जदि पीआई जदि अंडर सेक्रेटरी हेले फास्ट अपीलेट अथॉरिटी डेप्यूटी सेक्रेटरी हेई परिबे बा आपन जॉइंट सेक्रेटरी हेई परिबे बा एडिशनल सेक्रेटरी हेई परिबे, किंतु ता अंडर सेक्रेटरी तळ लोक को आउ करा जाय परिबने फास्ट अपीलेट। डायरेक्टर लेवल रे आपन जेमति आपन एडिशनल डायरेक्टर आपन डेप्यूटी डायरेक्टर आपन पब्लिक इन्फॉर्मेशन ऑफिसर हेले ताहले फास्ट अपीलेट अथॉरिटी के हेबे जॉइंट डायरेक्टर। ठीक सेमती गोटे ऑफिस रे आपन धरि नियो तो ब्लॉक ऑफिस रे, ब्लॉक ऑफिस रे पब्लिक इन्फॉर्मेशन ऑफिसर जदि आपन के हेले ए वीडियो असिस्टेंट वीडियो ताहले बाय डिफॉल्ट आपनकर बीडीओ सार हेबे आपनकर फास्ट अपीलेट अथॉरिटी। तो एई भली जणे हाँ प्रथम अपील कर्तृपक्ष को से हेड ऑफ पब्लिक जेकोसी हेड ऑफ पब्लिक अथॉरिटी निजर आवश्यकता अनुसार पब्लिक इन्फॉर्मेशन ऑफिसर पदनामित कला परे फास्ट अपीलेट अथॉरिटी को प्रथम अपील कर्तृपक्ष को मध्य नितांत भावे कोन डेजिनेट करबा आवश्यक बा जरूरी अटे। एटा होची रूल 3 रो ऊपर रूल 3 रो शेष पारा रे भाजाइछि। तेबे 4 कोन कहूछि if for any reason beyond the control of a public information officer furnishing of information is delayed, he shall record reason with the justification thereof and shall communicate the head of the office about such delay। अर्थात गोटे ऑफिस रे तो जने मुख्य पीआई रहिले तांको सेक्शन वाइज आपनकर एडमिनिस्ट्रेटिव यूनिट वाइज पीआई गुडा करछंती जो इन्फॉर्मेशन केवल पीआई पाखरे न थाए तेणु से पीआई कोन करिवे जो सेक्शन को रिलेट करछि सेही सेक्शन को इन्फॉर्मेशन मागंती से क्षेत्र में इनफॉरमेशन न मिले बा इनफॉरमेशन देबारे लेट हुए बा डेरी हुए विलंब हुए ताहले कौन करबा पड़िबो पीआईओ जे मुख्य पीआईओ बा नोडल पीआईओ से कौन करिवे रेकॉर्ड करिवे को कारण हेतु इनफॉरमेशन देबारे माने डिले हैला रेफर्ड पीआई देबारे डिले हैला कि आपन सेक्शन पीआई देबारे डिले कले बा को कारण हेतु डिले हैला तार रेकॉर्ड करिवे रेजिस्ट्री भुक्त करिवे एवं एई विषय वस्तुटी सेही ऑफिसर हेड ऑफ पब्लिक अथॉरिटी को इंटीमेट करिवे सार एई कारण हेतु एई इनफॉरमेशन एई एप्लिकेंट को देबारे डिले हैला एई कथाटी के पब्लिक इन्फॉर्मेशन ऑफिसर इंटीमेट करिवे लिखित आकार रेजिस्ट्री भुक्त कला परे। एटा होची आपनकर रूल 3 रो 4 प्रकार रूल 3 रो 4 बुझिपारे। तो वर्तमान देखिले आमे जे गोटे पब्लिक इन्फॉर्मेशन ऑफिसर केमिति दरकार हुए पदनामित केमिति करे जे असिस्टेंट पब्लिक इन्फॉर्मेशन ऑफिसर फास्ट अपीलेट अथॉरिटी एभली भाव में आम देखिलु आपणकर 1 ରୁ 4 पर्यंत 1 ରୁ 3 पर्यंत आम देखिलु। तो आ नेक्स्ट वीडियो आम देखा जे आम सिटीजन हिसाब से आम कौन कौन केमिति आम इनफॉरमेशन आधार करवा गोटे पब्लिक अथॉरिटी को जीवा एवं को आकार आम इनफॉरमेशन पाई परिबा से वीडियोटी आम नेक्स्ट वीडियो देखि परिबा। तो वर्तमान पर्यंत এই ভিডিও ଦେଖିଥିବା हेतु ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ शेयर सब्सक्राइब करेंगे एवं कमेंट देवा को भूलिबे नहीं। नमस्कार।